କଦଳୀ ଗୁଲୁଗୁଲା। ହଁ ସାଙ୍ଗମାନେ ଦେଖନ୍ତୁ କଦଳୀରେ କେତେ ପରଫେକ୍ଟ ଗୁଲୁଗୁଲା ବନିକି ରେଡି ହେଇଯାଇଛି। ଭିତରେ ଦେଖନ୍ତୁ ମୁଁ ଗୋଟେ ଭାଙ୍ଗିକି ଦେଖାଉଛି। ଭିତରେ କେତେ ନରମ ଆଉ ଉପରକୁ କ୍ରିସ୍ପି ହେଇଛି। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ମାମୁନି ଫୁଡ ବ୍ଲଗରେ ମୁଁ ମାମୁନି ଆଉ ଏକ ରେସିପି ଭିଡିଓରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ମୁଁ ବନେଇଛି କଦଳୀ ଗୁଲୁଗୁଲା। ତ ଘରେ କିଛି କଦଳୀ ରହିଯାଇଥିଲା, ମୁଁ ତାକୁ ଚୋପା ଛଡେଇ ରଖିଦେଇଥିଲି। ଚାଲନ୍ତୁ ସେଇ କଦଳୀକୁ ଆମେ ଏବେ ଭଲ ଭାବରେ ଚକଡି ଦବା। ଆଉ ଏଇ ଗୁଲୁଗୁଲା ଖାଇବାକୁ ବହୁତ ସ୍ୱାଦିଆ ଲାଗେ। ଆପଣମାନେ ଥରେ ଏମିତି ଟ୍ରାଏ କରନ୍ତୁ। ଯୋଉମାନେ କଦଳୀ ଖାଇବାକୁ ପସନ୍ଦ କରନ୍ତିନି ସେଇମାନଙ୍କୁ ଏମିତି ବନେଇକି ଦିଅନ୍ତୁ, ଦେଖିବେ ଖୁସିରେ ସେମାନେ ଖାଇଦେବେ। ତ ମୁଁ ଏଠି ସାଙ୍ଗମାନେ 10ରୁ 15ଟି କଦଳୀ ପୁରା ଚକଡିକି ମେଲ୍ଟ କରିନେଲି। ଆଉ ସ୍ୱାଦ ଅନୁସାରେ କିଛି ଚିନି ପକେଇଦବା। ଯେହେତୁ କଦଳୀ ଆମର ମିଠା ଅଛି ତ କମ ଆମେ ଚିନି ଦବା। ଅଧିକ ଚିନି ଦେଲେ ବହୁତ ମିଠା ହେଇଯାଏ ଆଉ ମୁହଁ ବାନ୍ଧି ଆଣେ। ତ ସେଥିପାଇଁ ମୁଁ ଏଠି କମ ଚିନି ପକେଇଲି। ତ ସେହି କଦଳୀରେ ଆମେ ଗୋଟେ ତାଟିଆ ଅଟା ନବା। ଗୋଟେ ତାଟିଆ ଅଟା ଆଉ ଅଧା ତାଟିଆ ମଇଦା ମୁଁ ପକେଇଦେଲି ସେଇଥିରେ। ତାପରେ ସ୍ୱାଦ ଅନୁସାରେ ଲୁଣ ଦେଇ ଭଲ ଭାବରେ ଆମେ ଗୋଳେଇ ଦବା। ଗୁଳେଇଲା ବେଳେ ଆପଣ ମାନେ ଭଲସେ ଗୁଳେଇବେ, ନହେଲେ ବିଣ୍ଡା ବିଣ୍ଡା ହେଇଯାଏ। ଗୁଲୁଗୁଲା ଭଲ ହୁଏନି, ଭିତରେ ବିଣ୍ଡା ବିଣ୍ଡା ହେଇଯାଏ। ତାକୁ ପୁରା ମେଲ୍ଟ କରିକି ଭଲ ଭାବରେ ଗୋଳେଇଦବା। ଦେଖନ୍ତୁ ଗୋଳେଇ ଦେଲେ ତାପରେ ଆମେ ଏଠି କିଛି ସୁଜି ଦେଇଦବା। ତ ସୁଜି ଦେଲେ ଉପରକୁ କ୍ରିସ୍ପି ହୁଏ, ସେଥିପାଇଁ ମୁଁ କିଛି ସୁଜି ଦେଇଦେଲି। ଆପଣ ମାନେ ଚାହିଁଲେ ସୁଜି ବି ଦେଇ ନ ପାରନ୍ତି କିମ୍ବା ସୁଜିକୁ ସ୍କିପ୍ କରିଦେବେ। ସୁଜି ପକେଇ ଆମେ ଭଲ ଭାବରେ ଚକଡିକି ରେଡି କରିଦବା। ତାପରେ ଆମେ ଏଠି ସ୍ୱାଦ ପାଇଁ ପାନମଧୁରୀ ଟିକେ ଦବା। ପାନମଧୁରୀ ଦେଲେ ଗୁଲୁଗୁଲାର ବାସ୍ନା ବଢିଆ ଆସେ ଆଉ ଖାଇବାକୁ ମଧ୍ୟ ଭଲ ଲାଗେ। ତ ଆପଣ ମାନେ ଯେତିକି ଚାହିଁବେ ସେତିକି ପାନମଧୁରୀ ନେଇପାରିବେ। ତ ଏବେ ଆମେ ଗ୍ୟାସକୁ ଅନ୍ କରିବା, କଡେଇ ବସେଇବା ଆଉ ଗୁଲୁଗୁଲାକୁ ଆମେ ତେଲ ଗରମ କରିକି ଛାଣିବା। ଦେଖନ୍ତୁ କୋଡା ମୋର ତାତି ଗଲାଣି। ଏବେ କଡେଇରେ ତେଲ ପକେଇଦବା। ଏଠି ତେଲ ପାଇଁ ମୁଁ ଫ୍ରିଡମ ୟୁଜ କରିଛି। ଆପଣ ମାନେ ଚାହିଁଲେ ଅଲଗା କମ୍ପାନୀର ବି ୟୁଜ କରିପାରିବେ, କିନ୍ତୁ ଫ୍ରିଡମ ତେଲରେ ମାନେ ଗୁଲୁଗୁଲା ବହୁତ ଭଲ ବନେ। ଗୁଲୁଗୁଲା ହଉ ଅନ୍ୟ କୌଣସି ମାନେ ଛଣାଛଣି ଜିନିଷ ହଉ ବହୁତ ଭଲ ବନେ ଆଉ ତେଲ ଟୋଟାଲି ରୁହେନି। ତ ଏବେ ଆମେ ଗୋଟାକ ପରେ ଗୋଟେ ଗୁଲୁଗୁଲାକୁ କଡେଇରେ ପକେଇ ଛାଣିଦବା। ଦେଖନ୍ତୁ ସାଙ୍ଗମାନେ ଗୁଲୁଗୁଲାକୁ ପକେଇ ସାରିବା ପରେ ତାକୁ କିଛି ସମୟ ପାଇଁ ଛାଡିଦବା। କିଛି ସମୟ ପାଇଁ ଛାଡି ଦେଇକି ତାକୁ ଖୁସୁଣିରେ ନଉଟେଇବା। ଆର ପାଖ ଲାଲ ପଡିଗଲେ ଆମେ ତାକୁ ନଉଟେଇ ଦବା। ଅଳ୍ପ ଲାଲ ପଡିଛି, ଏବେ ଆମେ ଆଉ ପାଖ ଲାଲ ହବା ପାଇଁ ଛାଡିଦବା। ଦେଖନ୍ତୁ ଗୁଲୁଗୁଲା କେମିତି ଫୁଲୁଛି। ତ ଆର ପାଖ ବି ଲାଲ ହେଇଗଲାଣି। ଆମେ ଆଉ ଟିକେ ଅଧିକ ଲାଲ ହବା ପର୍ଯ୍ୟନ୍ତ ଛାଣିବା, ଯେମିତି ଗୁଲୁଗୁଲା ଦେଖାଯାଏ ସେମିତି ଦେଖାଯିବା ଦରକାର। ଧଳା ଦେଖାଗଲେ ଗୁଲୁଗୁଲା ଭଲ ଦେଖାଯାଏନି। ଆମେ ତାକୁ ପୁରା ଲାଲ ପକେଇବା।
तो सांग मैंने आपण मैंने जब मो चैनल को सब्सक्राइब करना करदेवे आ नुआ नुआ रेसिपी मत कमेंट करेंगे। ये देखो आम गुलगुला केमी लाल पड़ जाए ये आम छाणिकी प्लेट को काढ़ी नवा। प्रथम गुलगुला मोर रेडी होगा पुणी आउ थे गुलगुला किसी पकईली पुणी लाल हवा पर्यंत छाड़ीदेव। पुणी सेकेंड थर गुलगुला भी आमर ये बनिकी रेडी हो गलानी। एबे आम पुणी छाणिकी काढ़ी नवा। मात्र कईटा कदली देखो आमर केते गुलगुला बनिकी रेडी हो जाउची। आपण मैंने एमती थर ट्राए करेंगे केमी लगे मत कमेंट रे जनइबे। नेक्स्ट वीडियो रे मु आपण मानक पई आहरी भल भल रेसिपी नहीं आसीबी। तो देखो मोर सेकेंड गुलगुला भी बनिकी रेडी हो गला। पुणी आम आउ कि गुलगुला भी पकई भी एबे छाणी नवा। देखंतु केते गुलगुला हम रेडी हो पूरा परफेक्ट वे रे गुलगुला बनी। देखंतु भीतर केते क्रिस्पी मान केते नरम है ऊपर को केते क्रिस्पी है। आपण माने थोड़े एमती बनी खाइले निहाती जानी परिबे। रहुची नमस्कार जय जगन्नाथ पुणी देखा नेक्स्ट वीडियो रे। हाँ सांग मैंने सब्सक्राइब करने